ବନ୍ଧୁ ଅତିରିଆ ବେଗଟା କୋଉଠି ଥିଲା କେଜାଣି ମାଡ଼ି ଆସିଲା କରେଣ୍ଟଟା ବି ଚାଲିଗଲା ଏ ଭଜିଆଟା ସେତେବେଳୁ ଯାଇଛି ଯେ ଏପର୍ଯ୍ୟନ୍ତ ତାର ଦେଖା ସାକ୍ଷାତ ନାହିଁ ଆଉ ଏ ନିଆଁ ଲଗା ଜ୍ୱରଟା ବି 8 ଦିନ ହେଲା ହେଲାଣି ଯେ ଛାଡ଼ିବାର ନା ନଉନି ହେଲେ ମୋ ସ୍ୱର୍ଗର ସମ୍ମୁଖ ଦିଟା ଥିଲେ ନାଇଁ 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 ସେମାନେ ଯୋଉଠି ଥାଆନ୍ତୁ ନା କାହିଁ ଈଶ୍ୱର ତାଙ୍କୁ ଭଲରେ ରଖନ୍ତୁ ଭଲରେ ରଖନ୍ତୁ। ଜଗାଟୋଲି ବାଲା ଘର କି ଏ ଘରେ କ'ଣ ଜଗାଟୋଲି ବାଲା ରୁହନ୍ତି? ହଁ ଆଜ୍ଞା ଏଇଟା ଜଗାଟୋଲି ବାଲାର ଘର ଆଉ ମୁଁ ଜଗାଟୋଲି ବାଲା ହେଲେ ଆପଣ କିଏ ବାବୁ? ଆମେ ଟ୍ରେନରେ ଆସୁଥିଲୁ ଟ୍ରେନରେ ଆସି ଅଟୋରେ ଆସିବା ପରେ ଅଟୋଟା ବାଟରେ ଖରାପ ହୋଇଗଲା ସେଇଥିପାଇଁ ଆପଣଙ୍କ ଘରକୁ ଗୋଟେ ଆଶା ନେଇ ଆସିଛୁ କାହିଁକିନା ଆମ ବଡ଼ ଭାଇର ଦେହ ବହୁତ ଖରାପ ଆଉ ତାଙ୍କ ପାଖରେ ନ ପହଞ୍ଚିଲେ ଆମ ବଡ଼ ଭାଇ ବହୁତ ଖରାପ ଭାବିବେ। ଏ ବାବୁ ବଡ଼ ଭାଇ ମାନେ କ'ଣ ସାନ ଭାଇ ଭଉଣୀକୁ ଖରାପ ଭାବି ପାରନ୍ତି ସେଇଥିପାଇଁ ତ ସେମାନେ ବଡ଼ ଭାଇ ହେଇଥାନ୍ତି। ତମେ ବ୍ୟସ୍ତ ହୁଅ ନା ରେ ଆରେ ତମେ ମାନେ କେହି ବ୍ୟସ୍ତ ହୁଅ ନା ମୋର କିଛି ହବନି ରେ ଆପଣ ଚାहे ମୋ ଦେହଟା ଭଲ ହେଇଯିବ। ଏମିତି ଦିଟା ହୁଣ୍ଡା ହୁଣ୍ଡି ଦିଟା ଥିଲେ ରେ ଜାଣିଛନ୍ତି ବାବୁ ମୋର ସାମାନ୍ୟ ଦେହ ଖରାପ ହେଇଗଲେ ଜଣେ ମୋ ପାଦ ଆଉଁସି ଦଉଥିଲା ତ ଆଉ ଜଣେ ମୋ ପେଟକୁ ଖସି ଦଉଥିଲା ହେଲେ ହେଳ ବାବୁ ଆରେ ତମେ ମାନେ ଝିଅ ହଉ ନା କାହିଁକି ତମେ ହଉଛ ମୋ ସାଗର ଆଉ ଶାମୁକା ଆମେ କେହି ନୁହଁ ଭାଇ ଆମେ ତ ସାଗର ଆଉ ଶାମୁକା। ହଁ ମୁଁ ତ ଶାମୁକା ସାଗର ଭାଇ ସାଗର ଏ ସଂକୀର୍ତ୍ତନ ଆରେ ଦେଖିବା ଆସରେ ଆରେ ବହୁଟା ଗୋଟେ ଦିଟା ଆସୁଛନ୍ତି ମୋ ସହିତ ଲୁଚକାଳି ଖେଳ ଖେଳୁଛନ୍ତି ସେମାନେ ମୁହଁରେ ଗାମୁଛା ପକେଇ ଭାବୁଛନ୍ତି ଲୁଚି ଯିବେ ବୋଲି ଆଉ ସେମାନଙ୍କୁ ଦେଖିଲେ ମୁଁ ଚିହ୍ନି ପାରିବିନି ଯଦି ଚିହ୍ନି ପାରିଲୁ ତାହେଲେ ମୋର ଗାମୁଛା କାଢି ବାନ୍ଧିଲୁନି କାହିଁକି? ଆମେ ସିନା ତୋ ସହିତ ନାଟକ କରୁଥିଲୁ ହେଲେ ତୁ କାହିଁକି ଆମ ସହିତ ନାଟକ କଲୁ? ପରୀକ୍ଷା ନେଉଥିଲି ରେ ଦେଖୁଥିଲି ମୋ ହୁଣ୍ଡାହୁଣ୍ଡି ଦିଟାର କିଛି ବୁଦ୍ଧି ସୁଦ୍ଧି ହେଲାଣି କି ନାହିଁ ନା ଠିକ ସେମିତି ଅଛନ୍ତି। ଆରେ ତମେ ଜଗାଟୋଲି ବାଲାର ଭାଇ ଭଉଣୀ ମୋ ଭାଇ ଭଉଣୀ ତମେ ଆରେ ମାଟି ଉପରେ ପାଦ ଥୋଇଦେଲେ ମୁଁ ପାଦ ଶବ୍ଦ ଶୁଣି କହିପାରିବି କାହାର ପାଦ ଶବ୍ଦ କୋଉଟା ଅଥଚ ମୁଁ ଜାଣିପାରିବିନି